हाय फ्रेंड्स ऑनलाइन स्टडी ज्ञान में स्वागत करुच्ची। आज आम षष्ठ श्रेणी प्रथम पाठ जोटा अच्छी वर्ण परिचय से वर्ण परिचय अलरेडी आम पाठ पढ़ी सारी यार प्रथम पाठटी आम पढ़ी सारी यार अभ्यास आज आम देखा। तो तुम आम चैनल जदि न्यू अच्छ सब्सक्राइब कर नब आम चैनल को कहीं आम यहीपरि भिडियो तुम एजुकेशन रिलेटेड अनेक गुड़ी भिडियो आम ए दूँ। 9th 10th जदि अच्छ SKN क्लासेस तुम यूट्यूब चैनल को जीव ସେଇଟା ବି ଆମର ଚ୍ୟାନେଲ୍ ସେଇ ଚ୍ୟାନେଲ୍ରେ ତୁମେ ଯୋଡ଼ି ହୋଇ ରହିବ। ଏଥିରେ ଆମେ ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀର ପାଠ ଗୁଡ଼ାକ ଦେବୁ। ତ ଦେଖ ଏଥିରେ ଆମେ ଔ ପର୍ଯ୍ୟନ୍ତ ପଢ଼ିଥିଲେ ବା ଏଇ ଔ ଫର୍ ଔଷଧମ୍ ତାମାନେ ଆମେ ଜାଣିଥିଲେ। ଏବେ ତା ଅଭ୍ୟାସ ମାନେ ଆମ ଏକ୍ସରସାଇଜ୍ ଯୋଉଟା ଆମେ କହିଥାଉ। ତ ଏଥିରେ ଅଛି ରିକ୍ତ ସ୍ଥାନ ପୂରୟତୁ ଅର୍ଥାତ୍ ଖାଲି ସ୍ଥାନ ପୂରଣ କର। ଖାଲି ସ୍ଥାନ କ'ଣ ନା ଏଥିରେ ଦେଖ ଏଇଟା ଅ ଅଛି, ହର୍ଷଇ ଅଛି, ହର୍ଷଉ, ଋ, ଏ, ଓ। ठीक सेहीपरि आ अछि, दीर्घई अछि, तापरे दीर्घ उ, दीर्घ रू, ऐ, औ। এই ଯେଉଁ ଖାଲି ସ୍ଥାନ ଗୁଡ଼ାକ ରହିଲା କୋଉଟା ଖାଲି ସ୍ଥାନ ରହିଲା ନା ଏଇ ଜାଗା ଏଇଟା ମାନେ ଯେଉଁ ଖାଲି ସ୍ଥାନ ଗୁଡ଼ାକ ରହିଛି ଏଇ ଖାଲି ସ୍ଥାନ ପ୍ରଥମ ଆଉ ଦ୍ୱିତୀୟ ନମ୍ବର ଆମକୁ ପୂରଣ କରିବାକୁ ପଡ଼ିବ। ଯେପରି ୱାନ୍ ଡ୍ୟାକ୍ସ 3 ଥିଲା ଆମେ ଏଠାରେ 2 ବୋଲି ଲେଖିଥାଉ। ଠିକ୍ ସେହିପରି ଏଥିରେ ଅ ଅଛି, ଅ ପରେ ଏଠାରେ କ'ଣ ହେବ ଆ ହେବ। ଏହିପରି ଭାବରେ ଆମେ ଆ ଲେଖିବା। ତାପରେ ଏଠାରେ କ'ଣ ଅଛି ଏଠାରେ ହର୍ଷଇ ଅଛି, ଏଠାରେ ଦୀର୍ଘଇ ହେବ, ଏଠାରେ ହର୍ଷଉ ଅଛି, ଏଠାରେ ଦୀର୍ଘଉ ହେବ, ଏଠାରେ ରୁ ଅଛି, ଏଠାରେ ଦୀର୍ଘ ରୁ ହେବ, ଏଠାରେ ଏ ଅଛି, ଏଠାରେ ଐ ହେବ, ଏଠାରେ ଓ ଅଛି, ଏଠାରେ ଔ ହେବ। ଏହିପରି ଭାବରେ ତୁମେ 1 ନମ୍ବର କରିଦେବ। 2 ନମ୍ବରକୁ ଯଦି ଆମେ ଚାଲି ଆସିବା ଦେଖ 2 ନମ୍ବରରେ କ'ଣ ଅଛି ଡେକ୍ସ ଆ ଅଛି ତ ତୁମେ ଏଠାରେ ଅ ଲେଖିଦେବା। ଅ ବୋଲେ ଆ ହେଇଗଲା। ଆ ପରେ ହର୍ଷଇ ଏଥିରେ ଲେଖିଦେବା, ଦୀର୍ଘଇ ହେଲା। ତାପରେ ହର୍ଷଉ ଲେଖିଦେଲେ ଦୀର୍ଘଉ ହେଇଗଲା, ହର୍ଷଉ ଦୀର୍ଘଉ। ତାପରେ ରୁ ଲେଖିଦେଲି, ତାପରେ ଏ ଲେଖିଦେଲି, ତାପରେ ଐ ଗଲା, ତାପରେ ଓ। ଆମେ ଏହିପରି ଭାବରେ ଓ ଲେଖିଦେବା। ସରିଗଲା। ଏହିପରି ଭାବରେ ତୁମେ ପ୍ରଥମ ପ୍ରଶ୍ନ ରିକ୍ତ ସ୍ଥାନଟା ଆମେ ଏଇ 2 ନମ୍ବରରେ ଆମେ କରିଦେଲେ ତୁମେମାନେ परफेक्टली जानल। एथिरे आउ गोटे ट्रिक अछि तुमମାନଙ୍କୁ ମୁଁ ଜଣେଇ ଦେଉଛି ଦେଖ। ଏଥିରେ ତୁମେ ଏଇ ଯେଉଁ रिक्त ସ୍ଥାନ ଅଛି ଏ रिक्त ସ୍ଥାନ କୋଉଟା ଏଇଟା ଆ ଅଛି ଆ ଯିବ, ଏଠାରେ ଦୀର୍ଘଇ ଅଛି ଦୀର୍ଘଇ ଯିବ, ଏଠାନୁ ଏଠାକୁ ଯିବ, ଇଏ ଏଠାକୁ ଯିବ, ଇଏ ଏଠାକୁ ଯିବ, ଇଏ ଏଠାକୁ ଯିବ। ଏଇଟା ଜଷ୍ଟ ଜାଣିବା ପାଇଁ ମୁଁ କହିଲି। ଠିକ୍ ସେହିପରି 2 ନମ୍ବରକୁ ଯଦି ଆମେ ଚାଲି ଆସିବା ଦ୍ୱିତୀୟ ନମ୍ବର ଅଟା ଆ ଏଠାକୁ ଯିବ, ହର୍ଷଇଟା ଏଠାକୁ ଯିବ, ହର୍ଷଉଟା ଏଠାକୁ ଯିବ, ହର୍ଷରୁଟା ଏଠାକୁ ଯିବ, ଏଇଟା ଏଠାକୁ ଆସିବ, ଔଟା ଏଠାକୁ ଆସିବ। ସରିଗଲା। ଏହିପରି ଭାବରେ ତୁମେ ବି କରିଦେବ। ଏପଟ ସେପଟ ନ ଯାଇକି ଠିକ୍ ଏହିପରି ଭାବରେ ତୁମେ ଏଇ ନମ୍ବରକୁ ଦେଖିକି କରିବି ପାରିବ। ଏବେ ଦ୍ୱିତୀୟ ନମ୍ବରକୁ ଆସିବା। ଦ୍ୱିତୀୟ ନମ୍ବରରେ କ'ଣ କହିଛି ଦେଖ କ୍ରମଶଃ ଲିଖତୁ ଅର୍ଥାତ୍ କ୍ରମରେ ଲେଖ। କ୍ରମରେ ଲେଖ ବୋଲେ କ'ଣ ସପୋଜ୍ ଆମେ 1 3 4 ଏପରି ଅଛି ତ ସରି 1 3 4 2 ଅଛି ତ ଆମେ କ୍ରମରେ ଲେଖିବା 1 2 3 4। ଏଇଟା ଜଷ୍ଟ ମୁଁ ଏକ୍ଜାମ୍ପଲ୍ ମାଧ୍ୟମରେ ତୁମକୁ ଦେଲି। ଏଇଟା କ୍ରମରେ ଆମକୁ ଲେଖିବାକୁ ପଡ଼ିବ। ଠିକ୍ ସେହିପରି ଏଥିରେ ଦେଖ ଦୀର୍ଘଇ, ହର୍ଷଉ ଆଉ ଏପରି ଭାବରେ ଅ, ଔ, ଏ ଏପରି ଭାବରେ ଏଇଟା ଡ୍ୟାସ୍ ସବୁ ଅଛି। ତ ତୁମେ ଏଠାରେ ଗୋଟେ କରି ମୁଁ ତୁମକୁ ସିରିଏଲି ଲେଖିକି ଦେଖେଇ ଦେଉଛି ଦେଖ। ଏଥିରେ ପ୍ରଥମରେ ଆମର କ'ଣ ହେବ ନା ପ୍ରଥମରେ ଆମର ଷ୍ଟାର୍ଟିଂ କ'ଣ ଆସେ ଅ ଆସେ। ଆମେ ଏଠାରେ ଅ ଲେଖିବା, ତାପରେ ଆ ଲେଖିବା, ତାପରେ ହର୍ଷଇ, ତାପରେ ଦୀର୍ଘଇ, ହର୍ଷଉ, ଦୀର୍ଘଉ, ହର୍ଷରୁ, ତାପରେ ଦୀର୍ଘରୁ, ତାପରେ ଲୁ ଏଇଟା ଏଇ ଯେଉଁ ଲୁଟା ଅଛି ଭଲ ଭାବରେ ଦେଖ ସେଇ ଲୁକୁ ହିଁ ଆମେ ଲେଖିବା ଏଠାରେ ହେଲା। ଦୀର୍ଘରୁ ପରେ ଲୁ, ତାପରେ ଯାଇ ଏ, ତାପରେ ଯାଇ ଐ, ଐ ପରେ ଓ, ତାପରେ ଔ। ଏହିପରି ଭାବରେ ଅରୁ ଏଠାରେ ଅରୁ ଯାଇକି ଔ ପର୍ଯ୍ୟନ୍ତ କ୍ରମରେ ତୁମକୁ ଲେଖିବାକୁ ପଡ଼ିବ ଏଇ ଶୂନ୍ୟସ୍ଥାନ ପୂରଣ ଗୁଡ଼ାକରେ। ତ ଏଥିରେ ଆମେ ଜାଣିଲେ ପ୍ରଥମ ପାଠର ଅଭ୍ୟାସଟି କିପରି ଭାବରେ ଆମେ କଲେ। ମେନଲି ଏଇଟା ତୁମର ଜାଣିବାର ଥିଲା ଏଇ ଜିନିଷଟା ଆଉ ଏଇ ଜିନିଷଟା ପରୀକ୍ଷାରେ ମଧ୍ୟ ଏପରି ଭାବରେ ପଡ଼େ। ତୁମମାନଙ୍କୁ ସିରିଏଲି କରିବାକୁ ପଡ଼ିବ ବା ଜାଣିବାକୁ ପଡ଼ିବ ଯେ ଏପରି ଭାବରେ ଆମେ କିପରି ଭାବରେ କରିବା ବୋଲି।
ଠିକ୍ ଅଛି, ଭିଡ଼ିଓଟି କେମିତି ଲାଗିଲା ମୋତେ ନିଶ୍ଚୟ ଜଣାଇବ। ଆଗକୁ ଆମେ ଏହିପରି ଭାବରେ ତୁମର ଅଭ୍ୟାସ ପ୍ଲସ୍ ତୁମର ପାଠଗୁଡ଼ାକ ଆମେ ଦେବୁ। ଷଷ୍ଠ, ସପ୍ତମ, ଅଷ୍ଟମ ଅନଲାଇନ୍ ଷ୍ଟଡ଼ି ଜ୍ଞାନ ଚ୍ୟାନେଲ୍‌ରେ ଦେବୁ। ଆଉ ନବମ ଆଉ ଦଶମ ଏସ୍‌କେଏନ୍ କ୍ଲାସେସ୍ ତୁମେ ମାରିନିଅ ଆମ ଏହି ଚ୍ୟାନେଲ୍ ଡେସ୍କ୍ରିପସନ୍‌ରେ କିମ୍ବା କମେଣ୍ଟ ବକ୍ସରେ ସବୁଥିରେ ତୁମେ ପାଇଯିବ। ତୁମେ ସବସ୍କ୍ରାଇବ୍ ହୋଇକରି ରହିଥାଅ। ଆମେ ଏହି ଦୁଇ ଚ୍ୟାନେଲ୍ ମାଧ୍ୟମରେ ପ୍ରତି ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ସବୁ ଭିଡ଼ିଓ ଗୁଡ଼ାକ ତୁମକୁ ଦେବୁ। ରଖୁଛି, ଧନ୍ୟବାଦ।